ଏ ଦୁନିଆରେ ଆମେ ଦେଖୁଛେ କିଛି ଲୋକ ଚିନ୍ତା କରୁଛନ୍ତି, ଆଉ କିଛି ଲୋକ ଚିନ୍ତନରେ ମଗ୍ନ ଅଛନ୍ତି। ଯୋଉମାନେ ଚିନ୍ତା କରୁଛନ୍ତି ବାସ୍ତବରେ ସେମାନେ ଭୌତିକବାଦୀ ଲୋକ, ଅର୍ଥାତ୍ ସେମାନେ ଭୂତ ପ୍ରକୃତିର ଯେକୌଣସି ବିଷୟ ବସ୍ତୁକୁ ନେଇକି ଚିନ୍ତା କରନ୍ତି। କିନ୍ତୁ ଚିନ୍ତନ କରୁଥିବା ବ୍ୟକ୍ତି ନିଶ୍ଚୟ ଭାବରେ ଆଧ୍ୟାତ୍ମିକ ଜଗତର ବିଷୟବସ୍ତୁକୁ ନେଇକି ଚିନ୍ତନ କରନ୍ତି। କିନ୍ତୁ ଏଇ ଚିନ୍ତା ଏବଂ ଚେତନାରୁ ମୁକ୍ତ ହବା ପାଇଁ ଭଗବାନ ଭଗବତ ଗୀତାରେ ଅନ୍ତିମ ପର୍ଯ୍ୟାୟରେ କହୁଛନ୍ତି ସର୍ବଧର୍ମାନ ପରିତ୍ୟଜ୍ୟ ମାମ୍ ଏକଂ ଶରଣଂ ବ୍ରଜ। ସର୍ବଧର୍ମାନ ପରିତ୍ୟଜ୍ୟ ମାମ୍ ଏକଂ ଶରଣଂ ବ୍ରଜ ଆଚାର୍ଯ୍ୟ ମାନେ ଆମର କୁହନ୍ତି ତ ମାମ୍ ଏକମ୍ ଶବ୍ଦର ଅର୍ଥ ଏଠି ମାମ୍ ଏହି କଳିଯୁଗ ପାଇଁ ବିଶେଷ କରିକି ନାମ ଏକମ୍, ତ ଭଗବାନଙ୍କର ନାମରେ ଶରଣ ଯିବାର ଅଛି। ତ ସମସ୍ତେ ଆଶ୍ଚର୍ଯ୍ୟ ହବ, ଆମେ ନାମ କଲା ବେଳେ ଆମକୁ ଜଣେ ବାଧା ଦିଏ ହରିନାମ କରିବା ପାଇଁ, କିଏ ନା ଆମର ମିଥ୍ୟା ଅହଙ୍କାର। ଆଉ ଏଇ ମିଥ୍ୟା ଅହଙ୍କାର ବଳରେ ଆମେ ନିଜକୁ ଭୋକ୍ତା କିମ୍ବା ଆମେ ନିଜକୁ କର୍ତ୍ତା ବୋଲି ଆମର ଅଭିମାନକୁ ଜତାନ୍ତି। ତେଣୁ ସେଥିପାଇଁ ଯେକୌଣସି ବ୍ୟକ୍ତି ଯେକୌଣସି ବଦ୍ଧ ଜୀବ ଗୋଟେ ଆଭରେଜ କଣ୍ଡିସନ ସୋଲ ସେ ଯଦି ଚାହିଁବ ତାହେଲେ ପୂର୍ଣ୍ଣ ରୂପରେ ଶ୍ରଦ୍ଧା ରଖିକି ଏ ଅହଙ୍କାରରୁ ମୁକ୍ତ ହେଇକି ସେ କଣ କରିପାରିବ, ଭଗବାନଙ୍କର ନିକଟରେ ସ୍ଥାନାପନ୍ନ ହେଇପାରିବ ପୂର୍ଣ୍ଣ ରୂପରେ ବିନମ୍ରତାକୁ ପ୍ରକାଶ କରିବି। ଆଜି ଆମେ ଏଇ ଭୌତିକ ଜଗତରେ ଅଛେ, କିନ୍ତୁ ସମସ୍ତେ ଆମକୁ ଜାଣିବାର ଅଛି କି ଭଗବତ ଗୀତା ଆଧାରରେ ଆମେ ସମସ୍ତେ ହୋପଲେସ୍ ଆଣ୍ଡ ହେଲ୍ପଲେସ୍, ଆମେ ନିଃସହାୟ ଅଛନ୍ତି ଆଉ ଆମେ କୌଣସି ଆଶା ହିଁ ନାହିଁ। ଭୌତିକ ଜଗତରେ ଆମେ ରହିଛେ, କାହିଁକି ଆମର ଆଶା ନାହିଁ? କାହିଁକି ନା ଆମେ ଭୌତିକ ଜଗତରେ ରହିବା ପାଇଁ ପସନ୍ଦ କରୁଛେ। ଆଉ କୌଣସି ସାହାଯ୍ୟ କାହିଁ ପାଉନେ? କାହିଁକି ନା ଆମେ ନିଜେ ଉଦ୍ୟମ କରୁନେ ଗୁରୁ କୃଷ୍ଣଙ୍କର ସଙ୍ଗ ସାନିଧ୍ୟରେ ନିଜକୁ ଏଲିଭେଟ କରିବା ପାଇଁ। ତ ଆଶ୍ଚର୍ଯ୍ୟ ବି ହବ ଆଉ ଗୋଟେ ଜିନିଷ ପାଇଁ ସାରା ସଂସାର କାହିଁକି ତିଆରି କରାଯାଇଛି ନା ଆମର ଏଇ ମିଥ୍ୟା ଅହଙ୍କାରକୁ ଦମନ କରିବା ପାଇଁ। ଆମେ ଯାହାବି କିଛି ପ୍ଲାନ ପ୍ରୋଗ୍ରାମ ଯାହାବି କିଛି କରୁଛେ ସେ ସବୁ ଜିନିଷ ଧୀରେ ଧୀରେ ନଷ୍ଟ ହେଇଯାଉଛି। ସଂକଳ୍ପବଦ୍ଧ ହେଲେ ସଂକଳ୍ପ ଟା କଟି ଯାଉଛି, କିଛି ବି ଜିନିଷ ପ୍ଲାନ ଆମେ ବନେଇଲେ ନଷ୍ଟ ହେଇଯାଉଛି। ଆମକୁ ରିଏଲାଇଜ କରିବା ପାଇଁ କି ଆମେ ଏ ସଂସାରରେ ସ୍ଵାମୀ ନୁହେଁ, ଆମେ ସଂସାରରେ ଦାସ। ତେଣୁ ସେଥିପାଇଁ ସେ ମୁଡକୁ ନେଇକି ଆମେ ହରିନାମ ପ୍ରତି ପ୍ରାର୍ଥନା କରିବା। ହରିନାମ ଚୈତନ୍ୟ ମହାପ୍ରଭୁଙ୍କ ନିକଟରେ ଭକ୍ତି ବିନୋଦ ଠାକୁର ହାତ ଯୋଡିକି ସେ କଣ କରୁଥିଲେ, ହରିନାମ ର ଭିକ୍ଷା ମାଗୁଥିଲେ। ମତେ ଆପଣ ଏଇ ହରିନାମ ପ୍ରାପ୍ତ କରିବା ପାଇଁ ସାହାଯ୍ୟ କରନ୍ତୁ। ତେଣୁ ଆମେ ଆମର ବାସ୍ତବିକ ସ୍ଥିତିକୁ ବୁଝିବାର ଅଛି ସମ୍ବନ୍ଧ ଜ୍ଞାନରେ, ଅର୍ଥାତ ଆମର ଭଗବାନଙ୍କ ସହିତ କି ସମ୍ପର୍କ ଅଛି ଏ ସମ୍ବନ୍ଧ ଜ୍ଞାନକୁ ଆମକୁ ଜାଣିବାର ଅଛି। ଆଉ ପୂର୍ଣ୍ଣ ରୂପେ ଭଗବାନଙ୍କ ଉପରେ ନିର୍ଭର କରିକି ଶ୍ରଦ୍ଧାକୁ ପ୍ରକାଶ କରିକି ଆଉ ବିନମ୍ରତା ସହକାରେ ଆମକୁ ଭଗବାନଙ୍କ ନାମ କରିବା ଅଛି। ତାହେଲେ ଆମେ ଏଇ ଯୋଉ ହରେ କୃଷ୍ଣ ମହାମନ୍ତ୍ର ଜପ କରୁଛେ ତା ଦେହରେ ଆମର ନିଷ୍ଠା ଆସିବ। କାଲି ଯେମିତି ମୁଁ ସେୟାର କରୁଥିଲି, ଆମେ ବାରମ୍ବାର ଆମ ମନକୁ ନିୟନ୍ତ୍ରଣ କରିବାର ଅଛି। ତ ନିଷ୍ଠା କେତେବେଳେ ଆସିବ, ଯେତେବେଳେ ଆମେ ଆମର ସମ୍ବନ୍ଧ ଜ୍ଞାନରେ ଜପ କରିବା। ଅର୍ଥାତ ଭଗବାନଙ୍କ ସହିତ ଆମ ସମ୍ପର୍କ କଣ? ଆମେ ଭଗବାନଙ୍କର ସେବକ, ଭଗବାନ ଆମର ସ୍ଵାମୀ। ସେଇ ଜ୍ଞାନରେ ଆମେ ଯେତେବେଳେ ଜପ କରିବା ପୂର୍ଣ୍ଣ ରୂପେ ଶ୍ରଦ୍ଧା ସହିତ ଆଉ ବିନମ୍ରତା ସହିତ, ଅହଙ୍କାର ହେଇକି ଜପ କରିବାନି। ଅହଙ୍କାର ହେଇକି ଜପ କରିବାର ଅର୍ଥ ମାନେ ଜଣେ କହିବ କି ନାଇଁ ମୋର ମୁଁ ମୋ ହିସାବରେ ଜପ କରିବି, ମୋର ମୁଁ ନିଜକୁ ଭଲ ଲାଗୁଛି ବୋଲି ଜପ କରିବି। ଯୋଉ ମିଥ୍ୟା ଅହଙ୍କାରକୁ କାଟିବା ପାଇଁ ଆମେ ହରିନାମର ଆଶ୍ରୟ ନଉଛେ, ପୁନଃ ସେ ହରିନାମ ର କୁ ଯଦି ଭୁଲ ସେ ଆମେ ତାର ପ୍ରୟୋଗ କରିବା, ତାହେଲେ ସେ ଅହଙ୍କାର ବି ପୁଣି ବଢିଯିବ। ମୁଁ ଭଲ ଜପ କରୁଛି, ଏସବୁ ବିଭିନ୍ନ ପ୍ରକାର ଅହଙ୍କାର ଆସେ। ତେଣୁ ଏସବୁ ଜିନିଷରୁ ମୁକ୍ତ ହେଇକି ଆମକୁ ଭଗବାନଙ୍କ ନାମ ପାଖରେ ଭଗବାନଙ୍କର ନାମର ଆଶ୍ରୟକୁ ନିଷ୍ଠାପର ଭାବରେ ନେବାକୁ ପଡିବ। ହରେ କୃଷ୍ଣ। ଶ୍ରୀଲ ପ୍ରଭୁପାଦ କି ଜୟ। ଶ୍ରୀ ହରି ନାମ ପ୍ରଭୁ की जय।